କିଛି କିଛି ଲୋକ ମନରେ ବେଳେ ବେଳେ ପ୍ରଶ୍ନ ଉଠେ, ନାରୀ ଜନ୍ମ କ'ଣ ପାଇଁ ମିଳେ? କେଉଁ କେଉଁ କର୍ମ କଲେ ନାରୀ ଜନ୍ମ ମିଳିଥାଏ? ଆସନ୍ତୁ ଆମେ ବିସ୍ତାର ରୂପରେ ଜାଣିବା। ଶାସ୍ତ୍ର କହିବା ଅନୁସାରେ ଯେତେବେଳେ ବିଧାତା ଜୀବମାନଙ୍କର ସୃଷ୍ଟି କରିଥିଲା, ବିଧାତା ଦୁଇ ପ୍ରଜାତିର ଜୀବର ସୃଷ୍ଟି କରିଥିଲା। ଗୋଟିଏ ନର, ଅନ୍ୟଟି ହେଉଛି ମାଦା। ବେଳେବେଳେ ଏମିତି ହୋଇଥାଏ, ପୁରୁଷ ଲୋକର ଆତ୍ମାକୁ ସ୍ତ୍ରୀ ଶରୀର ମିଳିଥାଏ ତ ସ୍ତ୍ରୀ ଆତ୍ମାକୁ ପୁରୁଷ ଲୋକର ଶରୀର ମିଳିଥାଏ। ଏମିତି କ'ଣ ପାଇଁ ହୋଇଥାଏ? ଏହାର ଦୁଇଟି କାରଣ ଅଛି। ପ୍ରଥମ କାରଣ ହେଉଛି, ଯେଉଁ ବ୍ୟକ୍ତି ସେ ତା'ର ଏମିତି ସ୍ୱଭାବ ବନେଇବ, ତାକୁ ତା'ର ସ୍ୱଭାବ ଅନୁଯାୟୀ ଜନ୍ମ ପ୍ରାପ୍ତି ହୋଇଥାଏ। ମାନି ନିଅନ୍ତୁ, ଆମେ ଆମର ସ୍ୱଭାବ ପଶୁ ଭଳି ବନେଇଛୁ। ଯେଉଁ କାମ ପଶୁ କରିଥାଏ, ସେହି କାମ ଆମେ କରିଛୁ। ଯେଉଁ ଖାଦ୍ୟ ପଶୁ ଖାଉଛି, ଆମେ ମଧ୍ୟ ସେହି ଖାଦ୍ୟ ଖାଉଛୁ। ତ ନିଶ୍ଚିତ ରୂପରେ ଆମର ଜନ୍ମ ପଶୁ ହିଁ ହେବ। ସେହିଭଳି ଆମେ ଆମର ସ୍ୱଭାବ ସ୍ତ୍ରୀ ଲୋକ ଭଳି ରଖିବା। ଆମେ ଆମର ଇନ୍ଦ୍ରିୟକୁ ସ୍ତ୍ରୀ ଭଳି ବନେଇଥାଉ। ଆମର ମନ ଇନ୍ଦ୍ରିୟ ସେହି କାମ କରିବାକୁ ଚାହେଁ। ଗୋଟିଏ ସ୍ତ୍ରୀ ଲୋକ ଯାହା କରିଥାଏ, ତ ନିଶ୍ଚିତ ଭାବରେ ଆଗ ଜନ୍ମ ସ୍ତ୍ରୀ ଲୋକ ଭଳି ହେବ। ଦ୍ୱିତୀୟ କାରଣ, ମୃତ୍ୟୁ ସମୟରେ ମଣିଷର ଆସକ୍ତି ଯେମିତି ହୋଇଥାଏ, ତା'ର ଜନ୍ମ ମଧ୍ୟ ସେହି ଆସକ୍ତି ଆଧାରରେ ହୋଇଥାଏ। ମାନି ନିଅନ୍ତୁ, ମୃତ୍ୟୁ ସମୟରେ ଆମେ ସ୍ତ୍ରୀକୁ ମନେ ପକାଇ ପ୍ରାଣତ୍ୟାଗ କରୁ, ତ ଆମର ଆଗ ଜନ୍ମ ସ୍ତ୍ରୀ ରୂପରେ ହେବ। ଆଗ ଜନ୍ମ ସବୁଠୁ ମହତ୍ତ୍ୱପୂର୍ଣ୍ଣ କାରଣ ହେଲା, ମୃତ୍ୟୁ ସମୟରେ ଯାହା ଭାବିଥିବେ, ସେହି ଆସକ୍ତି ହେଇ ପ୍ରାଣତ୍ୟାଗ ଦେଇଥିବେ। ଆଗ ଜନ୍ମରେ ସେହି ଆସକ୍ତିକୁ ଭୋଗିବା ପାଇଁ ଆସିଥାଉ। ସେ ଯାହାର ଶରୀର ହେଇଥାଉ, ଆମେ ଯେଉଁ କଥା ଭାବି ମରିଥାଉ, ଆମର ଜନ୍ମ ସେହି ଅନୁସାରେ ହୋଇଥାଏ।